ମାଉସୀ ମନ୍ଦିରଟା ଥିଲା। ହଁ ମାଉସୀ ମା ମନ୍ଦିର ଥିଲା। ଏଇଠୁ ପ୍ରାୟ ହେଇଯିବ କେତେ 2-3 କିଲୋମିଟର ହେବ, 2-3 କିଲୋମିଟର ହେବ ମାଉସୀ ମା ମନ୍ଦିର। ସେ ଗାଁ ଭିତରେ ଗୋଟେ ଏଇ ଠାକୁର ହିଁ ପୂଜା ପାଉଥିଲେ। ଲୋକାଲ ବ୍ରାହ୍ମଣ ଆସିକି ପୂଜା କରୁଥିଲେ। ମାନେ ଛୋଟବେଳୁ ଆମେ ଜାଣୁଛୁ ଯେ ସେଠି ଗୋଟିକିଆ ଗୋଟେ ଚାଳ ଟାଇପ୍ର ଗୋଟେ ଚାଳ ଘର ଟାଇପ୍ର କରି ଠାକୁରଙ୍କୁ ପୂଜା କରୁଥିଲେ। ଏବେ ଦେଖ ଠାକୁରଙ୍କର ମହିମା ହେଲା, କେତେ ବଡ଼ ଏରିଆରେ ଠାକୁରଙ୍କର ମାନେ ମନ୍ଦିର ହେଲା। ଠିକ୍ ବହୁତ ସାରା ମାନେ ମନ୍ଦିର ହେଲାଠୁ ପୁରା ଫେମସ୍ ହେଇଗଲାଣି। ସବୁ ଲୋକମାନେ ଏଠିକି ପୁରା ଆସୁଛନ୍ତି। କେତେ କୁଆଡ଼ୁ କୁଆଡ଼ୁ ଲୋକ ସବୁ ଆସୁଛନ୍ତି ଏଠି ଏରିଆଟା। କିଛିଟା ଇସ୍ୟୁ ହେଇଗଲା କାହିଁକିନା ମାନେ ଏଇ ମନ୍ଦିରରେ ଯିଏ ବି ସବୁ ଆସୁଛନ୍ତି ପର୍ଯ୍ୟଟକ ମାନେ ଫଟୋ ଟିକେ ଉଠାଉଛନ୍ତି, କିନ୍ତୁ ଏଠିକାର ଯିଏ ବି ସବୁ ଅଛନ୍ତି ମାନେ କାମ କରୁଛନ୍ତି ସେମାନେ କହୁଛନ୍ତି ଏଠି ଫଟୋ ଉଠେଇବନି, ଏଠି ଏଇଟା କରିବନି ସେଇଟା କରିବନି। ତ ସେଥିପାଇଁ କିଛିଟା ଇସ୍ୟୁ ହେଇଗଲା। ମୁଁ ଦେଖାଉଛି ଆପଣମାନଙ୍କୁ। ଇସ୍ୟୁ ହେଇଗଲା। ଏମିତି ଆଜ୍ଞା କରନ୍ତୁନି। କେତେ କେତେ ବାଟରୁ ମାନେ ଲୋକମାନେ ଆସୁଛନ୍ତି, ଫଟୋ ଭିଡ଼ିଓଜ କରିବେନି ତ କେମିତି ହେବ? ମାନେ ହଁ ମନ୍ଦିର ଭିତରକୁ ଆଲାଉ ନାହିଁ ମୋବାଇଲ, ହଁ ଚଳିବ ଠାକୁରଙ୍କ ପାଖକୁ, ହେଲେ ବାହାରେ ବି ତ ଫଟୋ ଭିଡ଼ିଓ କରିପାରିବେ ନା। ମୁଁ ସେ ପାଖ ଲୋକ ହେଇକି ତ ମନ୍ଦିର ବିଷୟରେ ଜାଣିନଥିଲି। ମୁଁ ଇନଷ୍ଟାଗ୍ରାମରୁ ହିଁ ଭିଡ଼ିଓ ଦେଖିକି ହିଁ ମୁଁ ମନ୍ଦିର ବିଷୟରେ ଜାଣିଲି, ଆସିଲି। ତ ଯେ ବି ଲୋକ ସବୁ ଆସୁଛନ୍ତି ଏ ସୋସିଆଲ ମିଡ଼ିଆରେ ଦେଖିକି ହିଁ ଆସୁଛନ୍ତି। ଯଦି କିଏ ପର୍ଯ୍ୟଟକ ଆସିବେନି ତ ମନ୍ଦିର ହେଇକି ଲାଭ କ'ଣ? ଭକ୍ତଙ୍କୁ ନେଇକି ତ ଭଗବାନ। ତ ଦୟାକରି ପର୍ଯ୍ୟଟକମାନଙ୍କୁ ଏମିତି ହଇରାଣ କରନ୍ତୁନି। ମନ୍ଦିର କାମ ପାଇଁ ହଉ କି ସେ ପାର୍କିଂ ପାଇଁ ହଉ, ଯେକୌଣସି ପାଇଁ ହଉ କି ଲୋକାଲ ଲୋକମାନଙ୍କୁ ଆପଣ ଏଠି ରଖନ୍ତୁ ନାହିଁ, କାରଣ ଲୋକାଲ ଲୋକମାନେ ବେଶୀ ହିଁ ଇସ୍ୟୁ କ୍ରିଏଟ୍ କରୁଛନ୍ତି। ତ ଇଏ ଥିଲା ଆମ ଲବଣଗିରି ଜଗନ୍ନାଥ ମନ୍ଦିର। ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବେ। ଯଦି ଭଲ